ଭ୍ରମଣ ଆଲେଖ୍ୟ ଫୁଲ ଫଗୁଣର ଦେଶ। ଲେଖକ ରଞ୍ଜନ କୁମାର ଦାସ। ପଢ଼ି ଶୁଣାଉଛନ୍ତି ପ୍ରକାଶ ଚନ୍ଦ୍ର ରାଉତ। ଜିପ୍ନି ଓ ଜଲିବିର ଦେଶ। କାହାଠୁ ଥରେ ଶୁଣିଥିଲି ମଣିଷ ଚରିତ୍ର ଏଭଳି ଯେ ସେ ଘରେ ଥିଲାବେଳେ ବାହାରର ନୂତନତା, ବିବିଧତା ଓ ସ୍ୱାଧୀନତା ଚାହେଁ ଏବଂ ବାହାରେ ଥିଲାବେଳେ ଘରର ନିରାପତ୍ତା ଓ ସ୍ୱଚ୍ଛନ୍ଦତା। ଅବଶ୍ୟ ନିଜ ଘର ପରି ସହଜ ସୁବିଧାପୂର୍ଣ୍ଣ ଜାଗା ସମଗ୍ର ବିଶ୍ୱରେ କୋଉଠି ନଥାଏ। ମାତ୍ର ଏସବୁ ସତ୍ତ୍ୱେ ଭ୍ରମଣର ସୁଖ ମଣିଷକୁ ଅଫୁରନ୍ତ ଆନନ୍ଦ ଦିଏ। ଅନେକ ନୂଆ କଥା, ରାଜନୀତି ଜାଣିବାର ସୁଯୋଗ ଦିଏ। ଅମଡ଼ା ବାଟ ମଡ଼ାଏ, ଅଶୁଣା କଥା ଶୁଣାଏ। ନୂଆ ଲୋକଙ୍କୁ ଭେଟିବାର, ଭଳିକି ଭଳି ନୂଆ ଖାଦ୍ୟ ଖାଇବାର, ନୂଆ ଜାଗା ଦେଖିବାର, ଦେଖୁ ଦେଖୁ ଉନ୍ମନା ହେବାରେ ଓ ଉତ୍ତାଳ ହେବାରେ ଆନନ୍ଦ ଆଣିଦିଏ। ଘରୁ 2-4 ଦିନ ପାଇଁ ବାହାରକୁ ଚାଲିଗଲେ ଫେରିଲା ବେଳକୁ ମନ ଫାଙ୍କା ହେଇଯାଇଥାଏ, ଫୁର୍ତ୍ତି ହେଇଥାଏ। ଏପରିକି ଭୁବନେଶ୍ୱରରୁ ପୁରୀ ଯାଏ ଚାଲିଗଲେ ବି କେତେ କଥା। ଖାସ୍ ଏଇଥିପାଇଁ ଲୋକେ ଜ୍ୟୋତିଷଙ୍କୁ ହାତ ଦେଖାଇଲା ବେଳେ ଯେମିତି ପଚାରନ୍ତି, ମୋର ଚାକିରି ହେବ କି ନାହିଁ, ମୋତେ ଭଲ ସ୍ତ୍ରୀ ମିଳିବ କି ନାହିଁ, ସେମିତି ପାଠୁଆ ସାଠୁଆ ଲୋକ ପଚାରନ୍ତି, ମୋର ବିଦେଶ ଯିବାର ଯୋଗ ଅଛି କି ନାହିଁ। ବିଦେଶ ଯିବାର ଯୋଗ ହାତରେ ଥିଲେ ମନ ଛକପକ ହୁଏ। କେବେ ସେ ସୁଯୋଗ ଆସିବ? ଅଧିକାଂଶଙ୍କ ମନରେ ଧାରଣା ଥାଏ ବିଦେଶରେ ଜୀବନ କେଡ଼େ ସୁନ୍ଦର, ସ୍ୱଚ୍ଛନ୍ଦ, ସାବଲୀଳ, ଐଶ୍ୱର୍ଯ୍ୟପୂର୍ଣ୍ଣ। ସ୍ୱପ୍ନ ଥାଏ ମୁଁ ସେଥିରେ ଟିକେ ସାମିଲ ହେଇପାରନ୍ତିନି, ସେ ସ୍ୱାଦ ଟିକେ ଚାଖିପାରନ୍ତିନି। ସେ ସୁଯୋଗ ଅଚାନକ କେବେ ଆସିଯାଏ ଭାବି ହୁଏନି। ଅନେକ ବାର ବାହାରକୁ ବୁଲିଯିବା କଥା ମନକୁ ଆସିଛି। ମାତ୍ର ଭାବିବା ଓ ଘଟିବା ଭିତରେ ବହୁତ ପାର୍ଥକ୍ୟ ଥାଏ। ସବୁ ବ୍ୟବସ୍ଥା ହେବା ଭିତରେ କୋଉଠି କ'ଣ ଗୋଟେ ଅସୁବିଧା ହେଇଯାଏ, କଥା ଅଟକିଯାଏ। ଫିଲିପାଇନ୍ସର ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଟ୍ରେନିଂ ପାଇଁ ଆଗରୁ 2014ରେ ମନୋନୀତ ହେଇଥିଲି। ମାତ୍ର ଠିକ୍ ଯିବା ସମୟ ହେଲା ବେଳକୁ ଓଡ଼ିଶାର ବିଭିନ୍ନ ନଦୀରେ ଆସିଗଲା ପ୍ରବଳ ବନ୍ୟା। ଆପାତତଃ ପ୍ରୋଗ୍ରାମ ବନ୍ଦ ହେଲା। ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲାବେଳେ ବୌଦ୍ଧ ପର୍ଯ୍ୟଟନର ପ୍ରସାରଣ ପାଇଁ ତାଇୱାନ ଯିବା ପାଇଁ ମଧ୍ୟ ଥରେ ସରକାରୀ ଅନୁମୋଦନ ମିଳିଥିଲା। ମାତ୍ର ସେ ସମୟରେ କେତେକ ଅନିବାର୍ଯ୍ୟ କାରଣବଶତଃ ମୁଁ ଯାଇପାରିଲି ନାହିଁ। ମୋଟାମୋଟି ଭାବେ ମୁଁ ଭାବି ନେଇଥିଲି ଯେ ବିଦେଶ ଯିବା ଯୋଗ ବୋଧହୁଏ ମୋ ଜାତକରେ ନାହିଁ। 2015 ମସିହା କଥା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ଯୋଗ ଦେବା ବେଳକୁ ସ୍ମାର୍ଟ ସିଟି ଦୌଡ଼ରେ ବିଡିଏ ସାମିଲ ହେଇସାରିଥିଲା। ଏହାକୁ ନେଇ ଅନେକ ଉନ୍ମାଦନା ଆରମ୍ଭ ହୋଇଥାଏ। ଏହି ସମୟରେ ଭାରତ ସରକାରଙ୍କର ଏକ ଉଦ୍ୟୋଗ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଂସ୍ଥା ହୁଡ୍କୋ ତରଫରୁ ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ସ୍ମାର୍ଟ ସିଟି ଏବଂ ତାହାର କାର୍ଯ୍ୟକାରିତା ଉପରେ ହେବାକୁ ଥିବା ଏକ କର୍ମଶାଳାରେ ଯୋଗ ଦେବାର ନିମନ୍ତ୍ରଣ ଆସିଲା। ରାଜ୍ୟ ସରକାରଙ୍କଠାରୁ ଏଥିପାଇଁ ଆବଶ୍ୟକୀୟ ଅନୁମୋଦନ ପାଇଲା ପରେ ମନ ଭିତରେ ଏକ ଅପୂର୍ବ ଉତ୍ତେଜନା ଆସିବା ଆରମ୍ଭ ହେଇଯାଇଥାଏ। ବିଶେଷ କରି ଏହା ଜୀବନର ପ୍ରଥମ ବିଦେଶ ଗ୍ରସ୍ତ ଥିବାରୁ ବାହାରକୁ ଗଲେ କେମିତି କ'ଣ କରିବାକୁ ହେବ, ସେ ଦେଶର ଇତିହାସ, ଭୂଗୋଳ, ଲୋକରୀତି, ଚଳଣି, ପ୍ରଥା ସବୁ କ'ଣ, ସେଠି କ'ଣ ସବୁ ଦେଖିବାକୁ ମିଳିବ, କ'ଣ ଖାଇବାକୁ ପଡ଼ିବ, କୁଆଡ଼େ ଯିବାକୁ ପଡ଼ିବ, ଏସବୁ ପ୍ରସଙ୍ଗ ମନକୁ ଆନ୍ଦୋଳିତ କରୁଥାଏ। ହୁଡ୍କୋ କର୍ତ୍ତୃପକ୍ଷ ଆମର ଟିକେଟ ଓ ଭିସା ଆଦି କାମ କରିଦେଇଥାନ୍ତି। ମୋ ସହ ଥାନ୍ତି ମୋର ସହକର୍ମୀ ମହେନ୍ଦ୍ର ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କର ପ୍ଲାନିଂ ମେୟର ସୁଧୀର ରଞ୍ଜନ ମହାନ୍ତି। ଆମ 3 ଜଣଙ୍କର ଏହା ଥିଲା ପ୍ରଥମ ବିଦେଶ ଯାତ୍ରା। ଏଥିପାଇଁ ଆମେ ଯେତିକି ଉଲ୍ଲସିତ ଥିଲୁ ସେତିକି ଉତ୍କଣ୍ଠିତ ଥିଲୁ। ଆଶଙ୍କାରେ ମଧ୍ୟ ଥିଲୁ ଯେ କୋଉଠି କେମିତି କ'ଣ କରିବାକୁ ହେବ, କାଳେ କୋଉଠି କିଛି ଭୁଲ ହେଇଯିବ। ତେଣୁ କୋଉଠି କେମିତି କିଛି ସମସ୍ୟା ଯେମିତି ନ ହୁଏ ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରୁଥାଉ। ମାତ୍ର ମୁଁ ଲକ୍ଷ୍ୟ କରୁଥାଏ ସେହି ସମୟରେ ମୋ ପତ୍ନୀଙ୍କ ମନରୁ ସରସତା ହଜି ହଜି ଯାଉଥାଏ, ବୋଧହୁଏ ଅତିରିକ୍ତ ଆଶଙ୍କା ଯୋଗୁଁ। ସୁଧୀର ବାବୁ ମହେନ୍ଦ୍ରଙ୍କ ମଧ୍ୟ ସମାନ ଧରଣର ପ୍ରତିକ୍ରିୟା ତାଙ୍କ ଘରମାନଙ୍କରେ ଲକ୍ଷ୍ୟ କରୁଥିବା କଥା କହିଲେ। ମାତ୍ର ପିଲାମାନଙ୍କ ମନରେ ଥାଏ ଉନ୍ମାଦନା। ତେଣୁ ସେମାନେ ମଝିରେ ମଝିରେ ମନେ ପକାଇ ଗୋଟେ ଗୋଟେ ଜିନିଷ ବରାଦ କରୁଥାନ୍ତି।
Sample complete. Ready to continue?